ଦେଖନ୍ତୁ ବହି ଛପା ହେଉଛି ଲେଖୁଛନ୍ତି ଲୋକ ଭଲ କଥା କିଛି ଅସୁବିଧା ନାହିଁ କିନ୍ତୁ ଯେଉଁ ରୁବେନ ବାନାର୍ଜୀ ଲେଖିଛନ୍ତି ଆଉ ପ୍ରକାଶ ମିଶ୍ର ଲେଖିଛନ୍ତି ଏ ବହିରେ ଗୋଟେ ତଥ୍ୟ ରହିବା ଦରକାର ଗୋଟେ ଟାଞ୍ଜିବୁଲ ଜିନିଷ ରହିବା ଦରକାର ମୁଁ ଦେଖିଥିଲି ମୋତେ ସେ କହିଲେ ୟାରି ଉପରେ ବେସ୍ କରିକି କୌଣସି ବହି ଲେଖା ହେଲେ ତାର ବିଶ୍ୱାସଯୋଗ୍ୟତା କମିଯାଏ ଏବଂ ସେମାନଙ୍କର କ୍ରେଡିବିଲିଟି କ'ଣ ଯେଉଁମାନେ ଲେଖକ ତାଙ୍କର ପରିଚୟ କ'ଣ ସେମାନେ ବର୍ତ୍ତମାନ ଯେ ଶାସକ ଦଳ ତାଙ୍କର କ୍ଲୋଜ୍ ତେଣୁ ତାଙ୍କ ଲେଖାକୁ କିଏ ପଢ଼ିବ କେତେ ବିଶ୍ୱାସର ସହିତ ନେବ ତା ନହେଲେ ସେଇଟା ଗୋଟେ ପ୍ରୋପାଗଣ୍ଡା ମୂଳକ ହେଇଯିବ ଏବଂ ଯାହା ବିରୁଦ୍ଧରେ ତାଙ୍କ ସେ ବହିରେ ଲେଖା ପ୍ରକାଶ ପାଉଛି ଆମେ ଦେଖିଛେ 24-25 ବର୍ଷ ହେଲା ସେ ଏସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ତେଣୁ ଏମାନେ ମନ ଇଚ୍ଛା ଲେଖି ହେବ ତେଣୁ ବହି ଲେଖାରେ କିଛି ଅସୁବିଧା ନାହିଁ କିନ୍ତୁ ତଥ୍ୟମୂଳକ ହେବା ଦରକାର ମୁଁ ଦେଖିଥିଲି ସେ ମୋତେ କହିଥିଲେ ସେ ଭଲ ଲୋକ ନୁହଁ ସେ ଏଗୁଡ଼ା ସବୁ ଇଣ୍ଟାଞ୍ଜିବୁଲ କଥା ଗୁଡ଼ାକ ତେଣୁ ଲେଖାର କିଛି ଅସୁବିଧା ନାହିଁ ଲେଖନ୍ତୁ ନା ମୁଁ ତ ସେ ବହି ପଢ଼ିନି ତେଣୁ ଜୀବନୀ ଲେଖାଯାଏ ତଥ୍ୟମୂଳକ ହେବା ଦରକାର ରାମଚନ୍ଦ୍ର ଗୁହା ଲେଖୁଛନ୍ତି ଗାନ୍ଧୀଙ୍କ ବିଷୟରେ ତଥ୍ୟମୂଳକ ହେବା ଦରକାର ବିଭିନ୍ନ ଲାଇବ୍ରେରୀ ବୁଲୁଛନ୍ତି ବିଭିନ୍ନ ଲୋକଙ୍କ ପାଖକୁ ଯାଉଛନ୍ତି ବିଭିନ୍ନ ଲୋକଙ୍କର ଇଣ୍ଟରଭ୍ୟୁ ନେଉଛନ୍ତି ତାରି ଉପରେ ବେସ୍ କରିକି ସେ ଲେଖୁଛନ୍ତି ମୁଁ ଜାଣିନି ଏ ବହିରେ ସେଇଭଳିଆ ଲେଖା ଅଛି କି ନାହିଁ ଯେଉଁମାନେ ପଢ଼ିଛନ୍ତି କହୁଛନ୍ତି ଏ ସୁଦ୍ଧା ପୁରା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଗୋଟେ ଲେଖାଯାଉଛି ଲେଖନ୍ତୁ